ଦେଖନ୍ତୁ ABCDର ଅର୍ଥ ହେଉଛି ଏନିବଡି କ୍ୟାନ୍ ଡେଭଲପ୍। ଆମେ ଯେକୌଣସି ବ୍ୟକ୍ତିକୁ ଡେଭଲପ୍ କରିବା ପାଇଁ ଆମେ କାର୍ଯ୍ୟ କରୁ। ଓଡ଼ିଶାର ପଶ୍ଚିମାଞ୍ଚଳ ଏତେ ଉନ୍ନତ ନୁହେଁ, ଏତେ ଡେଭଲପମେଣ୍ଟ କରିନାହିଁ। ତ ସେଇ ଅଞ୍ଚଳରେ ଅଧିକ ମେଧାବୀ ଛାତ୍ରଛାତ୍ରୀ ଦେଖାଯାଆନ୍ତି, କିନ୍ତୁ ତାଙ୍କ ପାଖରେ ପଢ଼ିବା ପାଇଁ ପଇସା ନଥାଏ। ବିଧାୟକ ମାନ୍ୟବର ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଆପଣଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀର ଏକ କାର୍ଯ୍ୟକ୍ରମ ପାଇଁ ଅତିଥି ଭାବରେ ଆପଣଙ୍କ ନାଁରେ ଗୋଟେ ଚିଠି ସୁପାରିଶ କରିଥିଲେ। ତ ଏଠି ପଚାରିବାକୁ ଚାହିଁବି, ଜଣେ ଯୁବ ସାରସ୍ୱତ ଶାସକ ହିସାବରେ ଆପଣ ସେଇଠିକି ନିମନ୍ତ୍ରିତ ଅତିଥି ହିସାବରେ ଯିବେ, ଗୋଟେ ଶବ୍ଦରେ ନବୀନ ପଟ୍ଟନାୟକକୁ ଡେସ୍କ୍ରାଇବ୍ କଲେ କେମିତି କରିବେ? ମହାବାତ୍ୟା ପରେ ନୂତନ ଓଡ଼ିଶାର ନିର୍ମାତା। ଆଉ ସେଇ ସମୟରେ ଗୋଟିଏ ଶବ୍ଦରେ ମୋହନ ମାଝୀଙ୍କୁ ଯଦି ଡେସ୍କ୍ରାଇବ୍ କରିବାକୁ ଚାହିଁବେ କ'ଣ? ସେ ମାଟିର ମଣିଷ। ଜାଣିଛନ୍ତି, କଲମ ଗୋଟେ ବହୁତ ଅମୂଲ୍ୟ ଜିନିଷ ଆଉ ବଳଶାଳୀ ବି। କେମିତି? ଯେତେବେଳେ ଗୋଟେ କଲମ କବିତା ଲେଖେ ନା, ସେତେବେଳେ ଗୋଟେ ସୁନ୍ଦର ସାହିତ୍ୟଟେ ସୃଷ୍ଟି ହୁଏ। କିନ୍ତୁ ସେଇ କଲମ ଯେତେବେଳେ ସମାଜର ଦୁଃଖ ଦୂର କରିବା ପାଇଁ ଅଣ୍ଟା ଭିଡ଼େ, ସେତେବେଳେ ଗୋଟେ ସମାଜସେବୀ, ସମାଜର ରକ୍ଷକ ଗୋଟେ ସୃଷ୍ଟି ହୁଏ। ସେମିତି ଜଣେ ବ୍ୟକ୍ତିତ୍ୱ ଆମ ସହିତ ଆଜି ଆମ ଷ୍ଟୁଡ଼ିଓରେ ଯୋଡ଼ି ହେଇଛନ୍ତି, ଯିଏ ନିଜ ଶବ୍ଦ ମାଧ୍ୟମରେ ଦୂର ପାହାଡ଼ର ଡାକ ଭଳିଆ ଏକ ଅମୂଲ୍ୟ ରତ୍ନ ଆମ ପାଖକୁ ଦେଇଛନ୍ତି। ଆଉ ABCD ଚାରିଟେବୁଲ ଟ୍ରଷ୍ଟ ମାଧ୍ୟମରେ ଏଇ ଅଗଣିତ ଜନତାଙ୍କର ଦୁଃଖ ଦୂର କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ସିଏ ଆଉ କେହି ନୁହନ୍ତି। ତାଙ୍କୁ ଡାକିବା ପୂର୍ବରୁ ମୁଁ ଆପଣଙ୍କୁ ସ୍ୱାଗତ କରୁଛି ପ୍ରଭାସ। ଆପଣ ଦେଖୁଛନ୍ତି ଦ BFT ପଡ଼କାଷ୍ଟ। ହଁ, ତ ଆମେ ଯାହାକୁ ସ୍ୱାଗତ କରିବା ପାଇଁ ଚାହୁଁଥିଲେ, ସିଏ ଆଉ କିଏ ନୁହନ୍ତି, ଆମର ଅତି ପ୍ରିୟର ଯୁବ ପ୍ରତିଭା ଶ୍ରୀ ତନ୍ମୟ ବାରିକ। ଚାଲନ୍ତୁ ତାଙ୍କୁ ସ୍ୱାଗତ କରିବା। ନମସ୍କାର ସାର୍। ନମସ୍କାର। ବ୍ରୋପ୍ରେ ପଡ଼କାଷ୍ଟରେ ଆପଣଙ୍କୁ ସ୍ୱାଗତ ଜଣାଉଛି। କେମିତି ଅଛନ୍ତି? ମୁଁ ତ ଭଲ ଅଛି, ଆପଣ ବି ଭଲ ଥିବେ। ମୁଁ ତ ଭଲ ଅଛି। ଆମର ଏଇ ପଡ଼କାଷ୍ଟରେ ଆସିକି ଆପଣ କେମିତି ଲାଗୁଛି? ବହୁତ ଭଲ ଲାଗୁଛି, ମୋତେ ବହୁତ ଖୁସି ଲାଗିଲା ଆପଣ ମୋତେ ଡାକିଲେ। ହୁଏତ ମୁଁ ଏତେ ବଡ଼ ବ୍ୟକ୍ତି ନୁହେଁ, ତଥାପି ଆପଣ ମୋତେ ଡାକିଲେ, ସେଥିପାଇଁ ଧନ୍ୟବାଦ ଆପଣଙ୍କୁ। ତ ସାର୍, ଆପଣଙ୍କ ବିଷୟରେ ବହୁତ ଚମତ୍କାର କଥାମାଳା ଆମେ ସବୁ ରିସର୍ଚ୍ଚ କରୁଛୁ। ତ ଆପଣଙ୍କ ବିଷୟରେ ରିସର୍ଚ୍ଚ କଲାବେଳେ କିଛିଟା ଆକର୍ଷଣୀୟ କଥା ଆମକୁ ନଜରରେ ଆସିଲା। ଦେଖାଯାଏ ଯେ ଜଣେ ଯୁବକ ହିଁ ଆପଣ ଏକାଧାରରେ ଜଣେ ଲେଖକ, କବି ଆଉ ସମାଜସେବୀ ମଧ୍ୟ। କିନ୍ତୁ ବହୁ ସମୟରେ ଦେଖାଯାଏ ଆପଣ ରାଜନୈତିକ ଦଳର ସଦସ୍ୟମାନଙ୍କ ସହିତ ସବୁବେଳେ ନିବିଡ଼ ଭାବରେ ଥାଆନ୍ତି। କେତେବେଳେ ଦେଖାଯାଏ କି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଥାଆନ୍ତି, ଆଉ କେତେବେଳେ BJD ଉପସଭାପତି ପ୍ରତାପ ଜେନାଙ୍କ ସହିତ ଥାଆନ୍ତି, ଆଉ କଂଗ୍ରେସ ସଦସ୍ୟଙ୍କ ସହିତ ଥାଆନ୍ତି। ଜଣେ ଯୁବକ ଭାବରେ ରାଜନୈତିକ ଦଳ ର ସବୁ ସଦସ୍ୟମାନଙ୍କ ସହିତ, ସବୁ ରାଜନୈତିକ ଦଳଙ୍କ ସହିତ ସମାନ ସମ୍ପର୍କ ଆପଣ ସ୍ଥାପନ କରନ୍ତି। ତ ଏଇ ବିଷୟରେ ଆପଣ କେମିତି କ'ଣ ଆପଣଙ୍କ ଚିନ୍ତାଧାରାକୁ ରଖିବେ? ଦେଖନ୍ତୁ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହୁଅନ୍ତୁ, କି ପ୍ରତାପ ଜେନା ହୁଅନ୍ତୁ, କି ଭକ୍ତଚରଣ ଦାସ ହୁଅନ୍ତୁ, ଏମାନେ ଓଡ଼ିଶା ତଥା ଭାରତର ଗୋଟିଏ ଗୋଟିଏ ଦିଗ୍ଗଜ ନେତା। ଏମାନଙ୍କର ସହ ମୋର ସମ୍ପର୍କ କିଛି ବର୍ଷ ହେଲା ଭଲ ଅଛି। ମୁଁ ଏମାନଙ୍କ ସହ ଆଲୋଚନା କରେ ଯେ କିଭଳି ଭାବରେ ସମାଜସେବା କ୍ଷେତ୍ରରେ ମୁଁ ଅଧିକ କାର୍ଯ୍ୟ କରିପାରିବି, ମୋର ଅଞ୍ଚଳରେ କିଭଳି ସ୍ୱାସ୍ଥ୍ୟ କ୍ଷେତ୍ରରେ ଡେଭଲପମେଣ୍ଟ ହୋଇପାରିବ, ମୋର ଅଞ୍ଚଳର ରାସ୍ତାଘାଟ କିଭଳି ଭାବରେ ସୁନ୍ଦର ହୋଇପାରିବ, ଏସବୁ ବିଷୟକୁ ନେଇକରି ଆମେ ଆଲୋଚନା କରୁ। ବାକି ରହିଲା ଦଳର କଥା, ମୁଁ କୌଣସି ରାଜନୈତିକ ଦଳର ସଦସ୍ୟ ନୁହେଁ। ମୁଁ ଜଣେ ସମାଜସେବୀ ଆଉ ଲେଖକ। ଜଣେ ସମାଜସେବୀର କୌଣସି ଦଳ ନଥାଏ। ମୋର ଦଳ ହେଲା ସେବା ଏବଂ ମୋର ବିଚାରଧାରା ହେଲା ମାନବିକତା। ଯିଏ ଏହାକୁ ସମ୍ମାନ ଦିଏ, ମୁଁ ତା ସହିତ ରହିବା ପାଇଁ ପସନ୍ଦ କରେ। ତାହେଲେ ଦର୍ଶକ ନିଶ୍ଚୟ ଭାବେ ଦେଖିବାକୁ ଚାହିଁବେ, ଶୁଣିବାକୁ ଚାହିଁବେ କି ଆପଣ କେଉଁ ଦଳକୁ ଭୋଟ ଦିଅନ୍ତି? ଭୋଟ ଦେବା ହେଉଛି ସାମ୍ବିଧାନିକ ଅଧିକାର। ଏହା ଗୁପ୍ତ ଭାବରେ ରଖିବା କଥା। ବଡ଼ କଥା ନୁହେଁ କି ମୁଁ କେଉଁ ଦଳକୁ ଭୋଟ ଦିଏ, ସବୁଠୁ ବଡ଼ କଥା ହେଉଛି ମୁଁ କେଉଁ ମୂଲ୍ୟବୋଧକୁ ଭୋଟ ଦିଏ। ମୁଁ କୌଣସି ଦଳର ଅନ୍ଧଭକ୍ତ ନୁହେଁ, ମୁଁ କୌଣସି ଦଳକୁ ବିଶେଷ ପସନ୍ଦ ବି କରେ ନାହିଁ। କିନ୍ତୁ ଯିଏ କ୍ୟାଣ୍ଡିଡେଟ୍ ଥିବ ମୋ ଅଞ୍ଚଳର, ମୁଁ ତାକୁ ଦେଖେ, ତା'ର ବ୍ୟାକଗ୍ରାଉଣ୍ଡ ଦେଖେ, ତା'ର ନାଁରେ କ୍ରିମିନାଲ୍ କେସ୍ ଅଛି କି ନାହିଁ
ଏବଂ ତାର ବିଚାରଧାରା କ'ଣ, ସେ ସ୍ୱାସ୍ଥ୍ୟ କଥା କହୁଛି କି ନାହିଁ, ସଂସ୍କୃତି କଥା କହୁଛି କି ନାହିଁ, ଶିକ୍ଷା କଥା କହୁଛି କି ନାହିଁ, ଏହାକୁ ମୁଁ ସମ୍ମାନ ଦିଏ। ଯଦି ମୋତେ ଭଲ ଲାଗିଲା ତେବେ ତାକୁ ମୁଁ ଭୋଟ ଦିଏ ଏବଂ ମୁଁ କୌଣସି ଦଳୀୟ ସୀମାରେଖା ମଧ୍ୟରେ ରହିବା ପାଇଁ ଚାହେଁ ନାହିଁ। ତ ସାର୍ ରିସର୍ଚ୍ଚ ମଧ୍ୟରେ ଆମେ ଆଉ ଗୋଟେ ଜିନିଷ ମଧ୍ୟ ସୋସିଆଲ ମିଡ଼ିଆରେ ଆପଣ ଦେଖିବା ପାଇଁ ଆପଣ ଗୋଟେ ଭିଡ଼ିଓ ଫଟୋ ଗୋଟେ ପୋଷ୍ଟ କରିଥିଲେ, ଯେଉଁଠିକି ଆପଣ ଦେଖେଇଥିଲେ ଯେ ଯେତେବେଳେ ବିଧାନସଭାରେ ଆମର କୌଣସି ବିଷୟବସ୍ତୁକୁ ନେଇକି ଆଲୋଚନା ଚାଲିଥାଏ, ତ ସେଇ ଟାଇମରେ ଆପଣ ବିଧାନସଭାରେ ଉପସ୍ଥିତ ଥିଲେ। ତ ସାଧାରଣ ଜନତା ତ ସେଇ ଟାଇମରେ ଉପସ୍ଥିତ ନଥାନ୍ତି କିମ୍ବା ତା ଭିତରେ କ'ଣ ଆଲୋଚନା ହୁଏ ସେଗୁଡ଼ାକ ଜାଣିପାରନ୍ତିନି। ତ ଏଇଠି ଆମ ପଡ଼କାଷ୍ଟ ମାଧ୍ୟମରେ ଯେଉଁ ଦର୍ଶକମାନେ ଦେଖୁଛନ୍ତି କି ଜନତା ଦେଖୁଛନ୍ତି, ତ ମୁଁ ଆପଣଙ୍କୁ ପଚାରିବାକୁ ଚାହିଁବି କି ଆପଣ ଯେଉଁ ଆଲୋଚନା ସମୟରେ ସେଇଠି ଉପସ୍ଥିତ ଥିଲେ, ତ ସେ ଆଲୋଚନା ଭିତରର ପରିସ୍ଥିତି କିମ୍ବା ପରିବେଶ କେମିତି ଆପଣଙ୍କ ଅନୁଭୂତି ହେଇଥିଲା? ଦେଖନ୍ତୁ, ଗଣତନ୍ତ୍ରର ମନ୍ଦିର ହେଉଛି ବିଧାନସଭା। ବିଧାନସଭାରେ ଆମର ପ୍ରତିନିଧିମାନେ ବସନ୍ତି, ଯେଉଁମାନଙ୍କୁ ଆମେ ପ୍ରତ୍ୟକ୍ଷ ଭାବରେ ଚୟନ କରିଥାଉ ଏବଂ ସେମାନେ ଜନପ୍ରତିନିଧି ହେଉଛନ୍ତି ଆମର ସେବା କରିବା ପାଇଁ। ସେଇମାନେ ଯେତେବେଳେ ତାଙ୍କର ଉପରେ ଆଲୋଚନା କରନ୍ତି ଏବଂ ବିଧାୟକମାନେ ନିଜ ନିଜ ଅଞ୍ଚଳର ଅସୁବିଧାକୁ ବାଚସ୍ପତିଙ୍କୁ ଜଣାନ୍ତି ବା ସେଇ ବିଭାଗର ମନ୍ତ୍ରୀ ତାର ଉତ୍ତର ରଖନ୍ତି, ସେତେବେଳେ ମୁଁ ନିଜେ ଅନୁଭବ କଲି ଯେ ବାସ୍ତବରେ ଗଣତନ୍ତ୍ର କ'ଣ। ଗଣତନ୍ତ୍ରରେ ଜନତାଙ୍କର ଚୟନରେ ଥିବା ପ୍ରତିନିଧି ବି ଜନତାଙ୍କର ପ୍ରତି ଉତ୍ତରଦାୟୀ। ସେମାନେ ପ୍ରଶ୍ନ କରିବେ ଏବଂ ମନ୍ତ୍ରୀ ଯେତେ ବଡ଼ ମନ୍ତ୍ରୀ ହେଉନା କାହିଁକି ବିଧାନସଭାରେ ନମ୍ରତାର ସହ ଉତ୍ତର ରଖିବେ। ଏହା ହିଁ ହେଉଛି ବାସ୍ତବରେ ଗଣତନ୍ତ୍ର। ତ ଏମିତି ତ ଆମର ରାଜନୈତିକ ଚର୍ଚ୍ଚା ଚାଲୁଥିବ, ତ ରିସର୍ଚ୍ଚ ଭିତରେ ଆଉ ଗୋଟେ କଥା ବି ଆପଣଙ୍କର ଆଉ ଗୋଟେ ରୂପ ଆମ ସାମ୍ନାକୁ ଆସିଲା। ଏକ ଯୁବକ କବି ହିସାବରେ କି ଜଣେ ଯୁବକ ହିସାବରେ ଆପଣ ସବୁବେଳେ ମହାନ ଲୋକମାନଙ୍କ ମଧ୍ୟରେ ବି ଶୋଭା ପାଆନ୍ତି। ଯେମିତିକି ସମ୍ବଲପୁରର ଗର୍ବ ପଦ୍ମଶ୍ରୀ ବିନୋଦ ପଟ୍ଟନାୟକ ହୁଅନ୍ତୁ କି ଆମର କବିରତ୍ନ ପଦ୍ମଶ୍ରୀ ହଳଧର ନାଗ ହୁଅନ୍ତୁ, ଏହି ତାଙ୍କ ସହିତ ବି ଆପଣ ମଧ୍ୟାହ୍ନ ଭୋଜନ କରିବାର କିଛିଟା ଫୁଟେଜ ଆମେ ପାଇଛୁ। ତ ଜଣେ କବି, ଜଣେ ଲେଖକ ହିସାବରେ ଏହି ଦୁଇ ମହାନ ଦିଗ୍ଗଜ ଯେଉଁମାନେ ସାହିତ୍ୟ ଜଗତରେ ଆମର ସାହିତ୍ୟକୁ ଆଗକୁ ବଢ଼ିବାରେ ପ୍ରଚେଷ୍ଟା କରିଛନ୍ତି, ତାଙ୍କମାନଙ୍କ ସହିତ ମିଶିକି ତାଙ୍କର ସାନ୍ନିଧ୍ୟ ପାଇବାଟା ସବୁଠୁ ବଡ଼ କଥା। ତ ଏଇଠି ଗୋଟେ କ୍ୱେଶ୍ଚିନ୍ ଆପଣଙ୍କୁ ମୁଁ ପଚାରିବାକୁ ଚାହିଁବି ଯେ ଜଣେ ଯୁବକ କବି ହିସାବରେ, ଯୁବକ ଲେଖକ ହିସାବରେ ଏହି ମହାନ ଦୁଇ ବ୍ୟକ୍ତି ଆପଣଙ୍କ ଜୀବନରେ କ'ଣ ଛାପ ଛାଡ଼ିଛନ୍ତି ଆଉ ଆପଣଙ୍କୁ କେମିତି ଇନ୍ସପାୟାର କରୁଛନ୍ତି? ଦେଖନ୍ତୁ, ଗୀତିକାର ବିନୋଦ ପଟ୍ଟନାୟକ ସେ ତ ଏବେ ଆଉ ନାହାନ୍ତି, କିନ୍ତୁ ଯେତେବେଳେ ଥିଲେ ତାଙ୍କ ସହିତ ମୁଁ ଅନେକ ସମୟରେ ମିଶିବାର ସୁଯୋଗ ପାଇଛି, ତାଙ୍କର ଘରକୁ ମଧ୍ୟ ଯାଇଛି। ସେ ଶବ୍ଦର ଯାଦୁକର, ଶବ୍ଦ ସଂଯୋଜନା ତାଙ୍କୁ ଭଲ ଭାବରେ ଜଣା। ତାଙ୍କଠୁ ମୁଁ ଶବ୍ଦର ସଂଯୋଜନା ଶିଖିଛି। ସେ ବହୁତ ଡାଉନ୍ ଟୁ ଆର୍ଥ ବ୍ୟକ୍ତି ଏବଂ ହଳଧର ନାଗ ତ ନିଆରା ବ୍ୟକ୍ତି। ସେ ଚପଲ ପିନ୍ଧନ୍ତି ନାହିଁ, ଦେହରେ ତାଙ୍କର ବସ୍ତ୍ର ନଥାଏ, ଗୋଟେ ଗାମୁଛା ଥାଏ। ସେ ପରମ୍ପରା ସଂସ୍କୃତି, ନିଜର ଅଞ୍ଚଳର ଭାଷା କୁହନ୍ତି, ନିଜ ଅଞ୍ଚଳର ଖାଦ୍ୟ ଖାଆନ୍ତି। ତ ସେ ତ ମାଟିର ମଣିଷ। ତାଙ୍କର ସହ ମିଶିବା ମୋର ପାଇଁ ଗୌରବର କଥା ଏବଂ ତାଙ୍କ ସହ ମଧ୍ୟାହ୍ନ ଭୋଜନ କରିବା ମୋର ସୌଭାଗ୍ୟର କଥା। ସେଇ ଦୁଇ ଜଣ ବ୍ୟକ୍ତିତ୍ୱଙ୍କର ବିଚାରଧାରାକୁ ମୁଁ ନିହାତି ଭାବରେ ଆଗାମୀ ଦିନରେ ଆଗକୁ ନେବା ପାଇଁ ଚେଷ୍ଟା କରିବି। ବହୁତ ସୁନ୍ଦର ଭାବରେ ଆପଣ ଦୁଇ ବ୍ୟକ୍ତିଙ୍କର ବ୍ୟକ୍ତିତ୍ୱକୁ ଏଇଠି ଦର୍ଶକମାନଙ୍କ ସହିତ ପ୍ରକାଶ କଲେ। ତ ଆଉ ଗୋଟେ କଥା ମଧ୍ୟ ଶୁଣିବାକୁ ପାଉଛୁ ଯେ ABCD ଚାରିଟେବୁଲ ଟ୍ରଷ୍ଟ କରିକି ଆପଣଙ୍କର ଗୋଟେ ଟ୍ରଷ୍ଟ ଅଛି, ଯେଉଁଠି ଆପଣ ଆପଣଙ୍କର ମ୍ୟାକ୍ସିମମ୍ ଟାଇମ୍ ଆପଣ ଦିଅନ୍ତି କି ଯେକୌଣସି ଆପଣଙ୍କର ମେମୋରେବୁଲ୍ ଜିନିଷ ସେଇଠି ଆପଣ ସେଲିବ୍ରେଟ୍ କରନ୍ତି। ତ ପଚାରିବାକୁ ଚାହିଁବି ଏଇ ଟ୍ରଷ୍ଟ ର କାମ କ'ଣ, ଆଉ ସବୁଠୁ ବଡ଼ କ୍ୱେଶ୍ଚିନ୍ ହେଉଛି ଯେ ଏଇ ଟ୍ରଷ୍ଟର ABCD ନାମକରଣ କାହିଁ କରାଗଲା? ABCDର ଅର୍ଥ ହେଉଛି ଏନିବଡି କ୍ୟାନ୍ ଡେଭଲପ୍। ଆମେ ଯେକୌଣସି ବ୍ୟକ୍ତି ହେଉ ବା ଶିଶୁ ହେଉ ଆମେ ତାକୁ ଡେଭଲପ୍ କରିପାରିବୁ, ଏହାର କ୍ଷମତା ଆମ ପାଖରେ ଅଛି। ଏହା 7-8 ବର୍ଷ ପୂର୍ବରୁ ରାଜେନ୍ଦ୍ର ସତନାମୀଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା ବା ପ୍ରତିଷ୍ଠା କରାଯାଇଥିଲା। ଆମେ ଓଡ଼ିଶାର ପଶ୍ଚିମାଞ୍ଚଳର ଅନେକ ଶିଶୁ ଅଛନ୍ତି ମେଧାବୀ, କିନ୍ତୁ ତାଙ୍କ ପାଖରେ ପଇସା ନାହିଁ ପଢ଼ିବା ପାଇଁ, କ୍ୱାଲିଟି ଏଜୁକେସନ୍ ପାଇପାରୁନାହାନ୍ତି। ଆମେ ଚାହୁଁ ଯେ ଜଣେ ଗରିବ ଛାତ୍ର ମଧ୍ୟ
କ୍ୱାଲିଟି ଏଜୁକେସନ୍ ପାଇବ, ଗୁଣବତ୍ତା ଶିକ୍ଷା ପାଇବ, ସେଥିପାଇଁ ଆମେ କାର୍ଯ୍ୟ କରୁ। କେବଳ ଶିକ୍ଷା ନୁହେଁ, ତାର କରିକୁଲାର ଆକ୍ଟିଭିଟି କିଭଳି ଭାବରେ ଡେଭଲପ୍ କରିପାରିବୁ ଆମେ ତାର ପ୍ରତି କାର୍ଯ୍ୟ କରୁ। ଏବଂ ପଶ୍ଚିମାଞ୍ଚଳର ଅନେକ ଜିଲ୍ଲାରେ ଆମର ସେଣ୍ଟର ଅଛି। ସବୁ ସେଣ୍ଟରରେ ସେଇ ଅଞ୍ଚଳର ଷ୍ଟୁଡେଣ୍ଟମାନଙ୍କୁ ନେଇକରି ଆମେ କାର୍ଯ୍ୟ କରୁ, ତାଙ୍କୁ ପଢ଼ାଉ, ତାଙ୍କୁ ବହୁତ ସାରା ସ୍କୋପ୍ ଆମେ ଦେଉ। ରାଜ୍ୟ ଭିତରେ ରାଜଧାନୀରେ ହେଉ କିମ୍ବା ପଶ୍ଚିମାଞ୍ଚଳର ସମ୍ବଲପୁରରେ ହେଉ, ଅନେକ ଜାଗାରେ ଆମେ ତାଙ୍କୁ ବହୁତ ସାରା ମାନେ କାଟି ହେଇଯିବ। ହଁ ଠିକ୍ ଅଛି କୁହନ୍ତୁ। ନହେଲେ ପୁଣି ଆଉ ଥରେ କୋଶ୍ଚିନ୍ଟାକୁ ମୁଁ ରିପିଟ୍ ହଁ, କରିବି। କୋଶ୍ଚିନ୍ କରିବି। ରେଡି 1 2 3 ଷ୍ଟାର୍ଟ। ତ ସାର୍ ଆଉ ଗୋଟେ ଆକର୍ଷଣୀୟ କଥା ବି ଆମ ସାମ୍ନାକୁ ଆସିଛି ଯେ ଆପଣଙ୍କର ଗୋଟେ ABCD ଚାରିଟେବଲ୍ ଟ୍ରଷ୍ଟ ଗୋଟେ ଅଛି, ଯେଉଁ ଟ୍ରଷ୍ଟରେ ଆପଣ ଆପଣଙ୍କର ବହୁମୂଲ୍ୟ ସମୟ ଦିଅନ୍ତି ସବୁବେଳେ, ଆଉ ଆପଣଙ୍କର ଯାହା ବି ମେମୋରେବଲ୍ ଜିନିଷ ଯେମିତି ଜନ୍ମଦିନ ହଉ କି ଏନି ଅକେଜନ୍ ଆପଣ ତାଙ୍କମାନଙ୍କ ସହିତ ସେଲିବ୍ରେଟ୍ କରନ୍ତି। ତ ପଚାରିବାକୁ ଚାହିଁବି, ପ୍ରଥମେ ଏଇ ଟ୍ରଷ୍ଟର ନାଁଟା କାହିଁକି ABCD, ଆଉ ଏଇ ଟ୍ରଷ୍ଟ କ'ଣ କାମ କରେ? ଦେଖନ୍ତୁ, ABCDର ଅର୍ଥ ହେଉଛି ଏନିବଡି କ୍ୟାନ୍ ଡେଭଲପ୍। ଆମେ ଯେକୌଣସି ବ୍ୟକ୍ତିକୁ ଡେଭଲପ୍ କରିବା ପାଇଁ ଆମେ କାର୍ଯ୍ୟ କରୁ। ଓଡ଼ିଶାର ପଶ୍ଚିମାଞ୍ଚଳ ଏତେ ଉନ୍ନତ ନୁହେଁ, ଏତେ ଡେଭଲପମେଣ୍ଟ କରିନାହିଁ। ତ ସେଇ ଅଞ୍ଚଳରେ ଅଧିକ ମେଧାବୀ ଛାତ୍ରଛାତ୍ରୀ ଦେଖାଯାଆନ୍ତି, କିନ୍ତୁ ତାଙ୍କ ପାଖରେ ପଢ଼ିବା ପାଇଁ ପଇସା ନଥାଏ। ଆମେ ଚାହୁଁ ଯେ ଗରିବ ଛାତ୍ରଛାତ୍ରୀ ମଧ୍ୟ କ୍ୱାଲିଟି ଏଜୁକେସନ୍ ପାଉ, ଗୁଣବତ୍ତା ଶିକ୍ଷା ପାଉ। ଶିକ୍ଷା ହେଉଛି ତାର ଅଧିକାର, ସାମ୍ବିଧାନିକ ଅଧିକାର। ସେଇଥିପାଇଁ କେବଳ ଆମେ ଶିକ୍ଷାରେ ତାକୁ ଉନ୍ନତ କରେଇଥାଉ ତାହା ନୁହେଁ, ତାର ଯାହା ବି ଏକ୍ସଟ୍ରା କରିକୁଲାର ଆକ୍ଟିଭିଟି ରହିଛି, ଗୀତ ହେଉ, ନାଚ ହେଉ ବା ଡ୍ରଇଂ ହେଉ, ସବୁକୁ ଆମେ ଧ୍ୟାନ ଦେଉ। ତାର ସର୍ବାଙ୍ଗୀନ ଉନ୍ନତି ହିସାବରେ ଆମେ ତା ଉପରେ କାର୍ଯ୍ୟ କରୁ। ଏବଂ ଓଡ଼ିଶାର ପଶ୍ଚିମାଞ୍ଚଳର ଅନେକ ଜିଲ୍ଲାରେ ଆମର ସେଣ୍ଟର ଅଛି। ସେଇ ସେଣ୍ଟର ମାଧ୍ୟମରେ ସେମାନଙ୍କୁ ଶିକ୍ଷାଦାନ ଦେଉ ଏବଂ ତାଙ୍କର ଯାହା ବି ଆକ୍ଟିଭିଟି ରହିଛି ତାହାକୁ ରାଜ୍ୟ ସ୍ତରରେ ସ୍କୋପ୍ ଆମେ ଦେଇଥାଉ। ତ ବହୁତ ସୁନ୍ଦର ଭାବରେ ଆପଣ ABCD ଚାରିଟେବଲ୍ ଟ୍ରଷ୍ଟରେ କାମ କରୁଛନ୍ତି। ତ ବହୁତ ସମୟରେ ଦେଖାଯାଏ ଯେ ଆପଣ ଆପଣଙ୍କର ଜନ୍ମଦିନ କି ଆଉ ଯାହା ବି ଜିନିଷ ମୁଁ ଯେମିତି କହିଲି ଆପଣଙ୍କ ମେମୋରେବଲ୍ ଜିନିଷ ଆପଣଙ୍କର ଅ, ଅ, ସଦସ୍ୟମାନଙ୍କ ସହିତ ଚାରିଟେବଲ୍ ଟ୍ରଷ୍ଟ ସଦସ୍ୟମାନଙ୍କ ସହିତ ସେଲିବ୍ରେଟ୍ କରନ୍ତି। ତ ସବୁବେଳେ ଲୋକ ଆମର ଯୁବକ ସମାଜ ଯେମିତି ସବୁବେଳେ ଚାହାନ୍ତି ଯେ ଆମେ ଗୋଟେ ହୋଟେଲରେ ଯାଇକି ଆମର ଜନ୍ମଦିନ ସେଲିବ୍ରେଟ୍ କରିବା, କି କୌଣସି କ୍ଲବ୍ ଯିବା, ଘରେ ସାଙ୍ଗମାନଙ୍କୁ ଡାକିକି ପାର୍ଟି ଦେବା, କି କୋଉଠି ଖାଇବାକୁ ଦେବା। କିନ୍ତୁ ଆପଣଙ୍କ ପାଖରେ ଗୋଟେ ନିଛକ ଜିନିଷ ଦେଖିବାକୁ ମିଳେ। ଆପଣ ସବୁବେଳେ କେତେବେଳେ ତ ସଦସ୍ୟମାନଙ୍କ ସହିତ ସେଲିବ୍ରେଟ୍ କରନ୍ତି ମୁଁ କହିଲି, ଆଉ କେତେବେଳେ କେତେବେଳେ ଦେଖାଯାଏ ଯେ ଅସହାୟ ପିଲା କିମ୍ବା କୌଣସି ବସ୍ତିରେ ଯାଇକି ଆପଣଙ୍କର କରନ୍ତି, କିମ୍ବା କେତେବେଳେ କେତେବେଳେ ଆପଣଙ୍କର ଜିଲ୍ଲାର ଆଦିବାସୀ ଭାଇ ଭଉଣୀମାନଙ୍କ ସହିତ ମଧ୍ୟ ସେଲିବ୍ରେଟ୍ କରନ୍ତି। ଏଇ ଭଳିଆ ଯେଉଁ ପରମ୍ପରା ଆପଣ ସୃଷ୍ଟି କରିଛନ୍ତି, ଏଇ ଯେଉଁ ସଂସ୍କାର, ଏଇ ସଂସ୍କାର ପଛର କାହାଣୀ କ'ଣ? ଦେଖନ୍ତୁ, ଜଣେ ଗରିବର ମୁହଁରେ ହସ ଫୁଟେଇବାରେ ଯେଉଁ ଖୁସି ଅଛି, ତାହା କୌଣସି 5 ତାରକା ହୋଟେଲ ବା 5 ଷ୍ଟାର ହୋଟେଲରେ ଜନ୍ମଦିନ ପାଳନ କରିବାର ନାହିଁ। 5 ଷ୍ଟାର ହୋଟେଲରେ ଯଦି ଆପଣ ଜନ୍ମଦିନ ପାଳନ କଲେ, ଆପଣ ଯାହାକୁ ବି ଡାକିବେ, ଆପଣଙ୍କର ସହଯୋଗୀ ହୁଅନ୍ତୁ ବା ବନ୍ଧୁ ହୁଅନ୍ତୁ, ତାଙ୍କର ପେଟ ଅଲରେଡ଼ି ଫୁଲ୍ ହେଇଯାଇଛି, ଆପଣ ତାକୁ ଖାଦ୍ୟ ଦେଲେ ତ କିଛି ଆପଣଙ୍କୁ ଲାଭ ମିଳିଲା ନାହିଁ। ଯଦି ଆପଣ ଗରିବ ବସ୍ତିକୁ ଗଲେ ବା ଆଦିବାସୀ, ମୋ ଜିଲ୍ଲାର ଆଦିବାସୀଙ୍କ କଥା କୁହନ୍ତୁ, ତାଙ୍କର ପାଖକୁ ଯଦି ମୁଁ ଗଲି ବା କୌଣସି ଅସହାୟ ବ୍ୟକ୍ତିଙ୍କ ପାଖକୁ ଗଲି, ତାର ମୁହଁରେ ମୁଁ ଯେଉଁ କ୍ଷଣିକ ଖୁସି ଦେଇଥାଏ, ତାହା ମୋତେ ବହୁତ ଆନନ୍ଦ ଦେଇଥାଏ। ସେଇଥିପାଇଁ ମୁଁ ସବୁବେଳେ ଚାହେଁ ଯେ ମୋର ଜନ୍ମଦିନ କାହାର ସୁଯୋଗ ହେଉ, କାହାକୁ ଗୋଟେ ନୂତନ ଆଶା ସଞ୍ଚାର ପାଇଁ ଦିଗ ମିଳୁ ଏବଂ ସେଇ କ୍ଷଣିକ ହେଉ ନା କାହିଁକି ସେ ଖୁସି ଅନୁଭବ କରୁ, ସେଥିରୁ ମୋତେ ବହୁତ ଆନନ୍ଦ ମିଳେ। ସେଥିପାଇଁ ମୁଁ ଏହା ଗୋଟେ ପରମ୍ପରା କରିଚାଲିଛି, ପ୍ରତ୍ୟେକ ବର୍ଷ ସେଇଭଳିଆ ହିଁ ଚାଲେ। ମାନେ ଏଇଠି ମୁଁ ସବୁ ଦର୍ଶକଙ୍କୁ କହିବାକୁ ଚାହିଁବି ଯେ ଆପଣଙ୍କ ଭଳି ଏକ ଯୁବକ, ଏଇ ଯୁବକ ଯୁବପିଢ଼ି ପାଇଁ ଏକ ନିଦର୍ଶନ। କାହିଁକିନା ଆପଣ ଯେମିତି କହିଲେ, ମାନେ ଯେଉଁମାନେ ଖାଇବାକୁ ପାଉଛନ୍ତି ତାଙ୍କର ପେଟ ଅଲରେଡ଼ି ଫୁଲ୍ ଅଛି, ତ ଦାୟୀକି କିଛି ଲାଭ ନାହିଁ। ଗୋଟେ ଗରିବ ମୁହଁରେ କିମ୍ବା ଅସହାୟ ମୁହଁରେ ଯଦି ଖୁସି ଫୁଟେଇ ପାରିବା, ତାହେଲେ ସେଇଟା ଭଗବାନଙ୍କ ମିଳିବା ସହିତ ସମାନ। ତ ବହୁତ ସୁନ୍ଦର ଭାବରେ ଆପଣ ଜିନିଷଟିକୁ ବ୍ୟାଖ୍ୟା କଲେ। ତ ସୁନ୍ଦର ଭାବରେ ଆମେ ସାହିତ୍ୟ, ଶିକ୍ଷା ବିଷୟରେ, ରାଜନୀତି ବିଷୟରେ ଆଲୋଚନା କରିଥିଲେ। ତ ଆପଣଙ୍କୁ ଦେଖିଲେ ଲାଗେ ପ୍ରତିଭା କେବେ ଗୋଟେ ବୟସର ଅପେକ୍ଷାରେ ରୁହେନି। ତ
ତ ଆପଣଙ୍କ ବିଷୟରେ ଆମେ ବହୁତ ଗୁଡ଼େ କଥା ଜାଣିବାକୁ ପାଇଲୁ। ଏତେ କମ୍ ବୟସରେ ଆପଣ ଅନେକ ପ୍ରତିଷ୍ଠିତ ଅନୁଷ୍ଠାନରୁ ବହୁତ ଗୁଡ଼େ ସମ୍ମାନ ପାଇଛନ୍ତି, ଯେମିତି ବସୁମତୀ ମା ସମ୍ମାନ ହଉ, ଜୀବନ ଦର୍ଶନ ସମ୍ମାନ, ଜ୍ଞାନଦୀପ୍ତ ସମ୍ମାନ, ଯଶୋଦା ଦେବକୀ ସମ୍ମାନ, ନୌ ବାଣିଜ୍ୟ ସମ୍ମାନ, ଶିକ୍ଷା ଗୌରବ ସମ୍ମାନ ଏବଂ ସଂସ୍କାର ସାରଥୀ ଭଳି ଅନେକ ଗୌରବାଜନକ ସମ୍ମାନ ଆପଣଙ୍କୁ ମିଳିଛି। ତ ପଚାରିବାକୁ ଚାହିଁବି, ଜଣେ ଯୁବକ ହିସାବରେ, ଜଣେ ଯୁବ ଲେଖକ, ଯୁବ କବି ହିସାବରେ, ଯେତେବେଳେ ଆପଣଙ୍କ ବେକରେ ଏତେ ସାରା ମେଡାଲ ଆଉ ହାତରେ ଏତେ ସାରା ମାନପତ୍ର ଥାଏ, ସେତେବେଳେ ଆପଣଙ୍କୁ କେମିତି ଲାଗେ? କେମିତି ଆପଣଙ୍କର ପ୍ରତିକ୍ରିୟା ଥାଏ? ଆଉ ଏଇ ମାନପତ୍ର ଆଉ ମେଡାଲ ଗୁଡ଼ାକ ଆପଣଙ୍କ ପାଇଁ କେବଳ ଗୋଟେ ଟ୍ରଫି ନା ଆଉ କିଛି? ପ୍ରଥମେ ତ ମୁଁ ସେଇ ସମସ୍ତ ଅନୁଷ୍ଠାନକୁ ଧନ୍ୟବାଦ ଦେବି ଯେଉଁମାନେ କି ମୋର ଛୋଟ ପ୍ରତିଭାକୁ ଚିହ୍ନିଛନ୍ତି ବା ସମ୍ମାନ ଜଣାଇଛନ୍ତି। ଏହିସବୁ ସମ୍ମାନ ସେଲ୍ଫରେ ସଜେଇ ରଖିବା ପାଇଁ ନୁହେଁ, ଏହିସବୁ ସମ୍ମାନ ମୋତେ ବହୁତ ଦାୟିତ୍ୱ ଦେଇଛି, ମୋତେ ଦାୟିତ୍ୱବୋଧ କରିଛି। ଯେତେବେଳେ ଯଶୋଦା ଦେବକୀ ସମ୍ମାନ ମିଳେ, ମୋତେ ଲାଗେ କି ସଂସ୍କୃତି ପରମ୍ପରା ଉପରେ ଅଧିକ କାର୍ଯ୍ୟ କରିବାର ଆବଶ୍ୟକତା ଅଛି। ଯେତେବେଳେ ସଂସ୍କାର ସାରଥୀ ସମ୍ମାନ ମିଳେ, ଏ ସମାଜକୁ କିଛି ଲେଉଟାଇବା ପାଇଁ ମୋତେ ସୁଯୋଗ ଦିଏ। ଯେତେବେଳେ ଶିକ୍ଷା ଗୌରବ ସମ୍ମାନ ମିଳେ, ମୋତେ ଲାଗେ କି ଶିକ୍ଷା କ୍ଷେତ୍ରରେ ମୋତେ ଅଧିକ କାର୍ଯ୍ୟ କରିବାର ଆବଶ୍ୟକତା ଅଛି। ଏହିସବୁ ସମ୍ମାନକୁ ସବୁବେଳେ ମୁଁ ସମାଜର କଲ୍ୟାଣ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିଦିଏ ଏବଂ ସବୁବେଳେ ମୁଁ ଚାହେଁ ଯେ ଏହି ସମ୍ମାନ ଯେହେତୁ ମୋତେ ମିଳୁଛି, ଏ ସମ୍ମାନ ବଦଳରେ ସମାଜକୁ କିଛି ନୂତନ ରାହା ଦେବା, ଅସହାୟଙ୍କର ମନରେ ଯେଉଁ ଆଶା ରହିଛି ତାକୁ ପୂରଣ କରିବା ଦିଗରେ ମୁଁ କାର୍ଯ୍ୟ କରେ। ବହୁତ ସୁନ୍ଦର ଭାବରେ ଆପଣ ନିଜର ମାନପତ୍ର, ଆପଣ ସମ୍ମାନଙ୍କ ବିଷୟରେ ଏବେ କହୁଥିଲେ। ତ ଆମେ ଆପଣଙ୍କର ସେବା ଓ ସାହିତ୍ୟ ବିଷୟରେ ତ ବହୁତ କଥା ଜାଣିଲୁ। ତେବେ ଆଉ ଗୋଟେ କଥା ମଧ୍ୟ ଆମେ ଜାଣିବାକୁ ପାଇଲୁ ରିସର୍ଚ୍ଚ ଭିତରେ, କି ଆପଣ ରାଜନୀତି ଓ ଆନ୍ତର୍ଜାତିକ ରିଲେସନସିପ୍, ଆମର ଇଣ୍ଟରନ୍ୟାସନାଲ ରିଲେସନସିପ୍ ବା ଆନ୍ତର୍ଜାତିକ ସମ୍ପର୍କ ବିଷୟରେ ମଧ୍ୟ ବହୁତ ଗଭୀର ଜ୍ଞାନ ରଖିଛନ୍ତି। ତେବେ ପଚାରିବାକୁ ଚାହିଁବି ଯେ ଜଣେ ଯୁବକ ହିସାବରେ ଆପଣଙ୍କୁ ଏଇସବୁ ଜିନିଷ କେମିତି ଇନ୍ସପାୟାର କରେ, ଆଉ ଆପଣଙ୍କୁ ଲାଗେ କି ଆଜିର ଯୁବ ସମାଜ ଏଇସବୁ ଜିନିଷକୁ ବୁଝିବା ଦରକାର କି ନାହିଁ? ଦେଖନ୍ତୁ, ଆମେ ଭାରତୀୟମାନେ ବସୁଧୈବ କୁଟୁମ୍ବକମ୍ ଉପରେ ବିଶ୍ୱାସ କରୁ। ଆମେ ଭାବୁ ବା ଆମେ ଚାହୁଁ ଯେ ପୃଥିବୀ ହେଉଛି ଗୋଟେ ଫ୍ୟାମିଲି, ଗୋଟେ ପରିବାର। ତ ଯଦି ଆମେ ପୃଥିବୀକୁ ଗୋଟେ ଫ୍ୟାମିଲି ଭାବରେ ମାନିବା, ପ୍ରତ୍ୟେକ ଦେଶ ହେଉଛନ୍ତି ପରିବାରର ସଦସ୍ୟ। ସେଇଭଳି ଯେତେବେଳେ ପରିବାରର ସଦସ୍ୟଙ୍କର ଭିତରେ କୌଣସି ଯୁଦ୍ଧ ହେଉ ବା କୌଣସି ଅପରିସ୍ଥିତି ହୁଏ, ତେବେ ସମସ୍ତ ଫ୍ୟାମିଲିର କ୍ଷତି ହୋଇଥାଏ। ବର୍ତ୍ତମାନ ସମୟରେ ଯେଉଁଭଳି ଭାବରେ ୟୁକ୍ରେନ ରୁଷିଆ ଯୁଦ୍ଧ ହେଉଛି, ବା ଇରାନ ଇଜ୍ରାଏଲ ଯୁଦ୍ଧ ହେଉଛି, ବା ଇରାନ USA ଯୁଦ୍ଧ ହେଉଛି, ବା ଇଜ୍ରାଏଲ ଲେବାନନ ଯୁଦ୍ଧ ହେଉଛି, ବା ଯେକୌଣସି ଯୁଦ୍ଧ ବି ହୁଅନ୍ତୁ, ଇତିହାସକୁ ବଢ଼େଇକି ଦେଖନ୍ତୁ, ଭିଏତନାମ ଯୁଦ୍ଧ ହେଉ, ଯେକୌଣସି ଯୁଦ୍ଧ ହେଉ, କୌଣସି ନା କୌଣସି ଭାବରେ ସେସବୁ ଯୁଦ୍ଧର ପରିଣାମ ଭାରତରେ ଦେଖିବାକୁ ମିଳୁଛି। ବର୍ତ୍ତମାନ ସମୟରେ ପେଟ୍ରୋଲ ଦର ବୃଦ୍ଧି ହୋଇଯାଇଛି, LPG ଗ୍ୟାସ୍ ମିଳୁନାହିଁ। ତ ପୃଥିବୀରେ ଯେକୌଣସି ଦେଶରେ କୌଣସି ବି ଅପରିସ୍ଥିତି ଘଟଣା ଘଟୁଛି, ତେବେ ତାହା ପ୍ରତ୍ୟକ୍ଷ ଭାବରେ ହେଉ ବା ପରୋକ୍ଷ ଭାବରେ ହେଉ, ଭାରତ ପ୍ରତି ତା'ର ଅସର ଆସୁଛି, ତା'ର ପ୍ରଭାବ ପଡ଼ୁଛି। ସେଥିପାଇଁ ସାରା ଓଡ଼ିଶାର ଓଡ଼ିଆ ଯୁବକମାନେ, ମୁଁ ତ ସମସ୍ତଙ୍କୁ କହିବି, ସମସ୍ତେ ଏହାକୁ ଜାଣିବାର ଆବଶ୍ୟକତା ରହିଛି। ପୃଥିବୀ ବିଷୟରେ ଜାଣନ୍ତୁ, ବିଦେଶରେ କ'ଣ ଘଟୁଛି ସେସବୁ ଜାଣନ୍ତୁ। ସେସବୁ ଜାଣିଲା ପରେ ଆପଣ ରାଜନୀତିରେ ଏଣ୍ଟ୍ରି କରିବା ପାଇଁ ସହଜ ହେବ। ରାଜନୀତି ହେଉଛି ଗୋଟେ ପଲିସି ମେକିଂର ସିଷ୍ଟମ୍। ଯଦି ଆପଣ ପଲିସି ମେକିଂ କରନ୍ତି, ତେବେ ଶିକ୍ଷିତ ଯୁବକ ଯଦି ପଲିଟିକ୍ସକୁ ଯାଆନ୍ତି, ତେବେ ଭାରତୀୟ ରାଜନୀତିରେ ବର୍ତ୍ତମାନ ସମୟରେ ଯେଉଁ ଗୁଣ୍ଡାଗର୍ଦି ଚାଲିଛି, ହୁଏତ ତାହା କମ୍ ହେବ ବୋଲି ମୁଁ ବିଶ୍ୱାସ କରେ। ବହୁତ ସୁନ୍ଦର ଭାବରେ ଆପଣ ରାଜନୀତି ଆଉ ଇଣ୍ଟରନ୍ୟାସନାଲ ରିଲେସନସିପ୍ ବିଷୟରେ କହିଲେ। ତ ଗୋଟେ କଥା ଆମେ ଜାଣିବାକୁ ପାଇଛୁ ଯେ ଦେବଗଡ଼ର ବିଧାୟକ ମାନ୍ୟବର ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଆପଣଙ୍କୁ ଆପଣଙ୍କ ନାଁରେ ଏକ ଚିଠି ସୁପାରିଶ କରିଥିଲେ ସାହିତ୍ୟ ଏକାଡେମୀ। ତ ଗୋଟେ ଯୁବ ସାରସ୍ୱତ ସାଧକ ହିସାବରେ ଏଇ ଖବରଟି ପାଇଲା ପରେ ଆପଣଙ୍କ ପ୍ରତିକ୍ରିୟା କେମିତି ଥିଲା? ଦେଖନ୍ତୁ, ମୁଁ ତ ପ୍ରଥମେ ଆମର ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ମହୋଦୟଙ୍କୁ ଧନ୍ୟବାଦ ଦେବି। ଯେତେବେଳେ ଜଣେ ଜନପ୍ରତିନିଧି ଏଇ ଚିଠିଟା ପାଇଲା ପରେ ଆପଣଙ୍କର ପ୍ରତିକ୍ରିୟା କେମିତି ଥିଲା? ଦେଖନ୍ତୁ, ଓଡ଼ିଶା ସାହିତ୍ୟ ଏକାଡେମୀ ଭଳି ମଞ୍ଚକୁ ମୋ ନାମ ସୁପାରିଶ କରିବା, ଏହା ମୋର ପାଇଁ ଗୌରବର ବିଷୟ। ଏବଂ ମୁଁ ତ ବିଧାୟକ ମହୋଦୟ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ମହୋଦୟଙ୍କୁ ଧନ୍ୟବାଦ ଦେବି। ଯେତେବେଳେ ଜଣେ ଜନପ୍ରତିନିଧି ନିଜ ଅଞ୍ଚଳର କଳା ବା ପ୍ରତିଭାଙ୍କୁ ଚିହ୍ନନ୍ତି
ଏବଂ ସେଇ ପ୍ରତିଭାକୁ ଚିହ୍ନି ନୂତନ ସୁଯୋଗ ପ୍ରଦାନ କରନ୍ତି, ତାହା ତାଙ୍କର ବଡ଼ପଣକୁ ଦେଖାଏ। ଏବଂ ମୁଁ ପୂର୍ବରୁ ଯେଉଁଭଳି ଭାବରେ କାର୍ଯ୍ୟ କରୁଥିଲି, ବର୍ତ୍ତମାନ ମୋତେ 2 ଗୁଣା ଅଧିକ ପରିଶ୍ରମ କରିବା ପାଇଁ ପଡ଼ୁଛି। ଏବଂ ମୁଁ ବିଧାୟକ ମହୋଦୟଙ୍କୁ ବି ଜଣାଇ ଦେବା ପାଇଁ ଚାହେଁ ଏବଂ ଦେବଗଡ଼ ଜିଲ୍ଲାବାସୀଙ୍କୁ ବି ଜଣାଇ ଦେବା ପାଇଁ ଚାହେଁ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀକୁ ମଧ୍ୟ ଜଣାଇ ଦେବା ପାଇଁ ଚାହେଁ, ମୁଁ ଯେଉଁଭଳି ପୂର୍ବରୁ ପରିଶ୍ରମ କରୁଥିଲି ବର୍ତ୍ତମାନ ସମୟରେ 2 ଗୁଣା ପରିଶ୍ରମ କରିବି ଏବଂ ତାଙ୍କର ସୁପାରିଶକୁ ମୁଁ ସମ୍ମାନ ଜଣାଉଛି। ଆପଣଙ୍କ ସହିତ ଦୀର୍ଘ ସମୟ ଆଲୋଚନା କରି ଆମେ ବହୁତ କଥା ଆପଣଙ୍କଠୁ ଜାଣିବାକୁ ପାଇଲୁ, ଶିଖିବାକୁ ପାଇଲୁ। ଜଣେ ଲେଖକ, ଜଣେ ସମାଜସେବୀ, ଜଣେ ସଚେତନ ରାଷ୍ଟ୍ରପ୍ରେମୀ ହିସାବରେ ଆପଣଙ୍କ ଯେଉଁ ଯାତ୍ରା, ଅଦମ୍ୟ ପ୍ରଚେଷ୍ଟା, ସେଇଟା ସତରେ ଗୋଟେ ପ୍ରେରଣା। ତ ଦୀର୍ଘ ସମୟ ଧରି ଆଲୋଚନା ଚକ୍ରରେ ଆମେ ବାନ୍ଧି ହେଇକି ରହିଥିଲେ। ତ ପୋଡ଼କାଷ୍ଟର ଶେଷ ସମୟରେ ଆପଣଙ୍କୁ ଏକ ଶେଷ ପ୍ରଶ୍ନ। ତ ଆପଣ ଯେମିତି ଆପଣଙ୍କର ସ୍ୱପ୍ନକୁ ପୁରା କରୁଛନ୍ତି, ସାହିତ୍ୟକୁ ଏକ ନୂଆ ଦିଗରେ ବଢ଼େଇ ଚାଲିଛନ୍ତି, ତା ସହିତ ଜଣେ ସମାଜର ସେବକ ହିସାବରେ ଆପଣ ଜୀବନ ଉତ୍ସର୍ଗିତ କରୁଛନ୍ତି। ତ ଏଇ ପଡ଼କାଷ୍ଟ ମାଧ୍ୟମରେ ଯେଉଁ ଅଗଣିତ ଯୁବ ସମାଜ ଶୁଣୁଛନ୍ତି ଆପଣ, କିମ୍ବା ଯେଉଁ ଯୁବ ସମାଜ ଆଜିର ଜୀବନରେ କିଛି କରିପାରୁନାହାନ୍ତି ଆଜିର ସମାଜରେ, ତ ତାଙ୍କ ପାଇଁ ଗୋଟିଏ ମନ୍ତ୍ର ଆପଣଙ୍କ ତରଫରୁ ଆମେ ଚାହିଁବୁ କି ସଜେସନ୍ ଚାହିଁବୁ କି ଯୁବ ସମାଜକୁ କ'ଣ କରିବା ଦରକାର ଯାହାଫଳରେ ତାଙ୍କର ଯେଉଁ ଅପୂରଣୀୟ ସ୍ୱପ୍ନ ସବୁ ପୂରଣ ହେବ, ସେମାନେ ଗୋଟେ ସକ୍ସେସ୍ ମାର୍ଗରେ କେମିତି ଯାଇପାରିବେ, ତା ପାଇଁ ଆପଣ କେମିତି କ'ଣ କହିବେ? ଦେଖନ୍ତୁ, ହୁଏତ ଆମେ ଗରିବ ଘରେ ଜନ୍ମ ହେଇଥାଇପାରୁ, କିନ୍ତୁ ଆମର ଫ୍ୟୁଚର ବା ଆମର ସ୍ୱପ୍ନ ବା ଆମର ସଂକଳ୍ପ ଛୋଟ ହେବା କଥା ନୁହେଁ। ଆମେ ସବୁବେଳେ ବଡ଼ ବଡ଼ ସ୍ୱପ୍ନ ଦେଖିବାର ଆବଶ୍ୟକତା ରହିଛି। ଏବଂ ମୁଁ ତ ଯୁବପିଢ଼ିଙ୍କୁ କହିବି, ସେ କେବଳ ଗୋଟିଏ ଜିନିଷ ବର୍ତ୍ତମାନ ସମୟରେ ଯୁବପିଢ଼ି କେବଳ ଶିକ୍ଷା ଉପରେ ଧ୍ୟାନ ଦେଉଛନ୍ତି, କିନ୍ତୁ ଶିକ୍ଷା ଉପରେ ଧ୍ୟାନ ଦେବା ସହ ତାଙ୍କର ଯେଉଁ ଏକ୍ସଟ୍ରା କରିକୁଲାର ଆକ୍ଟିଭିଟି ଅଛି, ସେ ଆକ୍ଟିଭିଟିରେ ହିଁ ତାଙ୍କୁ ଧ୍ୟାନ ଦେବା ପାଇଁ ପଡ଼ିବ, ଅପସନ୍ ରଖିବା ପାଇଁ ପଡ଼ିବ। ହୁଏତ ଶିକ୍ଷା ଯଦି ଶିକ୍ଷା ହେଇ ନାଇଁ ପାରିଲା, ତାର ଅପସନ୍ରେ ଅନ୍ୟ କୌଣସି ଗୋଟେ ବୃତ୍ତି ହେଉ ବା ଯେକୌଣସି ଗୋଟେ ଜିନିଷ ଯାହାକି ତାଙ୍କର ଅଲ୍ଟରନେଟିଭ୍ ହିସାବରେ କାମ କରିବ। ଏବଂ ସମସ୍ତ ଯୁବପିଢ଼ିଙ୍କୁ ମୁଁ କହିବା ପାଇଁ ଚାହିଁବି ଯେ ଜଣେ ଅସହାୟ ବା ଜଣେ ଗରିବ ବା ଜଣେ ଆଦିବାସୀଙ୍କର ମୁହଁରେ ହସ ଫୁଟାଇବାରେ ଯେଉଁ ମଜା, ଯେଉଁ ଖୁସି, ଯେଉଁ ଆନନ୍ଦ ମିଳେ, ତାହା କୌଣସି ଜିନିଷରେ ମିଳେ ନାହିଁ। ମୁଁ ତ କହିବି, ପ୍ରଥମେ ଜଣେ ଜଣେ ସଚେତନ ନାଗରିକ ହୁଅନ୍ତୁ, ସମାଜସେବୀ ହୁଅନ୍ତୁ, ତାପରେ ପେଟ ପାଟଣା ପାଇଁ କୌଣସି କାର୍ଯ୍ୟ କରନ୍ତୁ, ସେ ଚାକିରି କ୍ଷେତ୍ରରେ ହେଉନା କାହିଁକି। ଏବଂ ମୁଁ ଆଉ ଗୋଟେ ଜିନିଷ କହିବି, ବର୍ତ୍ତମାନ ସମୟରେ ଯୁବପିଢ଼ି ରାଜନୀତିକୁ ଘୃଣା କରୁଛନ୍ତି, ରାଜନୀତିକୁ ଆଉ ଯାଉନାହାନ୍ତି। ମୁଁ ସମସ୍ତଙ୍କୁ ଆହ୍ୱାନ ଦେବା ପାଇଁ ଚାହିଁବି, ସମସ୍ତ ଯୁବପିଢ଼ି ଆକ୍ଟିଭ୍ ପଲିଟିକ୍ସକୁ ଏଣ୍ଟ୍ରି କରନ୍ତୁ, ରାଜନୀତିକୁ ଯାଆନ୍ତୁ, ରାଜନୀତିରେ ପଲିସି ମେକିଂ କରନ୍ତୁ, ନିୟମ କାନୁନ ନିଜ ହିସାବରେ ସୁଇଟେବୁଲ୍ ଯେଉଁଟା ଲାଗୁଛି ତାଙ୍କୁ, ସେଇ ସବୁ ଉପରେ କାର୍ଯ୍ୟ କରନ୍ତୁ। ଏହା ହିଁ ମୋର ବାର୍ତ୍ତା ରହିବ। ବହୁତ ସୁନ୍ଦର ଭାବରେ ଯୁବପିଢ଼ିକୁ ଆପଣ ବାର୍ତ୍ତା ଦେଲେ, କେମିତି ସେମାନେ ସମାଜ କ୍ଷେତ୍ରରେ, ରାଜନୀତି କ୍ଷେତ୍ରରେ, ଶିକ୍ଷା କ୍ଷେତ୍ରରେ ନିଜକୁ ଦକ୍ଷ କରିବା ଉଚିତ। ତ ବହୁ ସମୟ ଧରି ଆମେ ଆଲୋଚନା କରୁଥିଲେ, ଏବେ ବିଦାୟର ସମୟ। ତ ଆପଣଙ୍କ ପାଇଁ କିଛି ରାପିଡ୍ ଫାୟାର କ୍ୱେଶ୍ଚିନ୍ ଆମ ଟିମ୍ ତରଫରୁ ପ୍ରସ୍ତୁତ କରାଯାଇଛି। ତ ସମ୍ବଲପୁରୀ ହ୍ୟାଣ୍ଡଲୁମ୍ ନା ସଫାରି ସୁଟ୍? ସମ୍ବଲପୁରୀ ହ୍ୟାଣ୍ଡଲୁମ୍। କାହିଁକି? ଦେଖନ୍ତୁ, ସମ୍ବଲପୁରୀ ଶାଢ଼ୀ ସାରା ବିଶ୍ୱରେ ଗୋଟେ ତା'ର ସ୍ୱତନ୍ତ୍ର ପରିଚୟ ଅଛି ଏବଂ ମୁଁ ସେଇ ଅଞ୍ଚଳରୁ ହିଁ ବିଲଙ୍ଗ କରେ। ତ ମୁଁ ମୋ ଅଞ୍ଚଳର ଶାଢ଼ୀ ବା ମୋ ଅଞ୍ଚଳର ପରମ୍ପରା ସଂସ୍କୃତିକୁ ନିହାତି ଅଗ୍ରାଧିକାର ଦେବି। ଆ, କବିତା ଲେଖିବା ନା ସୋସିଆଲ ୱାର୍କ, କେଉଁଥିରେ ଅଧିକ ଶାନ୍ତି ମିଳେ? ଦେଖନ୍ତୁ, ସମାଜ ସେବାକୁ ମୁଁ ପ୍ରେଫର କରିବି, କାରଣ ସମାଜ ସେବା ଦ୍ୱାରା ଜଣେ ଦୁଃଖୀର ଦୁଃଖକୁ ମୁଁ ବୁଝିପାରିବି। ପଦ୍ମଶ୍ରୀ ହଳଧର ନାୟକ ନା ପଦ୍ମଶ୍ରୀ ବିନୋଦ ପଛାର, ଆପଣଙ୍କର ଆଦର୍ଶ କି? ଉଭୟ ଉଭୟ। ତ ରାତ୍ରି ଅନିଦ୍ରା ହୋଇ କବିତା ଲେଖିବା ନା ସକାଳୁ ଉଠି ସମାଜ ସେବାକୁ ଯିବେ? ସମାଜ ସେବାକୁ ଯିବା। ସମ୍ବଲପୁରୀ ପଖାଳ ନା ବିରିୟାନୀ? ପଖାଳ। ଗୋଟେ ଶବ୍ଦରେ ନବୀନ ପଟ୍ଟନାୟକକୁ ଡେସ୍କ୍ରାଇବ୍ କଲେ କେମିତି କରିବେ? ମହାବାତ୍ୟା ପରେ ନୂତନ ଓଡ଼ିଶାର ନିର୍ମାତା। ଆଉ ସେଇ ସମୟରେ ଗୋଟିଏ ଶବ୍ଦରେ ମୋହନ ମାଝୀଙ୍କୁ ଯଦି ଡେସ୍କ୍ରାଇବ୍ କରିବାକୁ ଚାହିଁବେ କ'ଣ କହିବେ? ସେ ମାଟିର ମଣିଷ। ଧର୍ମେନ୍ଦ୍ର ପ୍ରଧାନ ନା ଭକ୍ତଚରଣ ଦାସ, କାହାର ବ୍ୟକ୍ତିତ୍ୱ ପ୍ରଭାବଶାଳୀ? ଉଭୟଙ୍କ ଠାରୁ ମୁଁ କିଛି ନା କିଛି ଶିଖିବାକୁ ମିଳିଛି ମୋତେ, ତ ଉଭୟଙ୍କୁ ମୁଁ ସମ୍ମାନ ଜଣାଇବି।
ଆପଣଙ୍କ ସବୁଠୁ ପ୍ରିୟ ବହି କୋଉଟା? ମୋର ବହି ଦୂର ପାହାଡ଼ର ଡାକ। ଦୂରପାହାଡ଼। ଫେସବୁକ୍ ନା ଇନଷ୍ଟାଗ୍ରାମ? ଫେସବୁକ୍। ଗାଡ଼ି ନା ବହି, କାହା ଉପରେ ଅଧିକ ପଇସା ଖର୍ଚ୍ଚ କରନ୍ତି? ବହି। ସାମ୍ବାଦିକ ନା ରାଜନୀତି, ଭବିଷ୍ୟତ କେଉଁଠି? ଉଭୟରେ ଭବିଷ୍ୟତ ଅଛି, ଉଭୟ। ଗୋଟେ ଜିନିଷ ଯାହା ନିଜ ବିଷୟରେ ବଦଳାଇବାକୁ ଚାହିଁବେ। ମୁଁ ବହୁତ ନିରୀହ। ନିରୀହ ତ ଭଲ କଥା। ତ ଏ ଶେଷ କୋଶ୍ଚିନ୍ ଆପଣଙ୍କ ପାଇଁ, ABCD ଚାରିଟେବଲ୍ ଟ୍ରଷ୍ଟ କହିଲେ ମନକୁ କିଏ ଆସେ? ରାଜେନ୍ଦ୍ର ସତନାମୀ ଏବଂ ତାଙ୍କର ପୁରା ଟିମ୍। ବହୁତ ଭଲ ଲାଗିଲା ଆପଣଙ୍କର ବହୁତ ମୂଲ୍ୟ ସମୟ ଦେଇକି ପଡ଼କାଷ୍ଟରେ ଅତିଥି ଭାବରେ ଆମକୁ ଯୋଗାଯୋଗ କଲେ, ଆମ ସହିତ ଆଜି ଏତେ ସମୟ ଧରି କଥାବାର୍ତ୍ତା ହେଲେ। ତ ସତରେ ଆପଣଙ୍କର ଯାତ୍ରାଟି ବହୁତ ପ୍ରେରଣାଦାୟୀ ଆମମାନଙ୍କ ପାଇଁ, ଆଉ ଆମର ପଡ଼କାଷ୍ଟ ମାଧ୍ୟମରେ ଶୁଣୁଥିବା ଅଗଣିତ ଜନତାଙ୍କ ପାଇଁ ବି ପ୍ରେରଣାଦାୟୀ ହୋଇ ଉଠୁ। ତ ଏତିକିରେ ଆମ ପଡ଼କାଷ୍ଟ ଆମେ ସମାପ୍ତ କରିବା। ନମସ୍କାର, ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।